ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ଯେଉଁ ଟପିକ୍ ଉପରେ ମୁଁ ଆପଣଙ୍କୁ କହିବି ସେଇଟା ହେଲା ସ୍ତ୍ରୀ ଜାତକ। କ'ଣ? ସ୍ତ୍ରୀ ଜାତକ। ସ୍ତ୍ରୀ ଜାତକ ବୋଲି ବା ଇଂଲିଶରେ କୁହାଯାଏ ଫିମେଲ ହରୋସ୍କୋପି। ସଂସ୍କୃତରେ ସେଇ ସ୍ତ୍ରୀ ଜାତକ। ସ୍ତ୍ରୀ ଜାତକ ବା ଫିମେଲ ହରୋସ୍କୋପି ବୋଲି ଆପଣ ଆମ ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ସେକ୍ସନ ସବୁ ପାଇବେ। ବୃହତ୍ ପରାଶରରେ ବି ଲେଖା ହେଇଛି ଯେ ଗୋଟେ ସ୍ତ୍ରୀର କୋଉ କୋଉ ଜାଗାରେ କଳା ଯାଇ ରହିଲେ କ'ଣ କ'ଣ ଲକ୍ଷଣ ହବ। ବହୁତ କମ୍ କିନ୍ତୁ ଲେଖା ହେଇଛି। ଫିମେଲ ହରୋସ୍କୋପି ବୋଲି ପରାଶର ଗୋଟେ ଅଲଗା ସେକ୍ସନ ପରେ ଲେଖିଛନ୍ତି। ସ୍ତ୍ରୀ ଜାତକ ଗୋଟେ ଚାପ୍ଟର ପ୍ରାୟ ବହି ସରି ଆସିଲା ବେଳକୁ ମନେ ପଡ଼ୁନି, ପ୍ରାୟ ବୋଧେ ସେଇ କେତେ ଚାପ୍ଟର ବୋଧେ ସେଇ 80 କି କ'ଣ ହବ, 79-80 ହବ। ତ ସେଇ ଚାପ୍ଟରରେ ବୃହତ୍ ପରାଶର ଗୋଟେ ଶତାଧ୍ୟାୟୀ ଅଛି, ସେଇଟା ଆଜି ବି ଆଭେଲେବୁଲ୍ ହେଉନି। ଯେଉଁ 80-85 ଚାପ୍ଟର ବାଲା ମୁଁ କହୁଛି, ତ ସ୍ତ୍ରୀ ଜାତକ ଗୋଟେ ଲେଖା ହେଇଛି ଯେଉଁଥିରେ କି ଆପଣଙ୍କର ମଙ୍ଗଳ ଦୋଷଟା ଆସେ। ଆଉ ଗୋଟେ ଦୋଷ ଆସେ ଯେଉଁଟାକି ଏତେ ପପୁଲାର କରିନାହାନ୍ତି ଲୋକ, କାହିଁକି ନା ସେଥିରେ ଏତେ ପଇସା ମିଳିବନି। ସେ ହେଲା ବିଷକନ୍ୟା ଦୋଷ। ଯୋଗ ବୋଲି କୁହାଯାଇଛି ଯଦି ଗୋଟେ ଦୋଷଟେ ବିଷକନ୍ୟା, ଯେ କେଉଁ ଭଳିଆ ସ୍ତ୍ରୀ ମଙ୍ଗଳ ଦୋଷରେ ବି ଆପଣଙ୍କର ବିଧବା ହେଲେ, ବିଷକନ୍ୟା ଦୋଷରେ ବିଧବା, ତା ବିଷୟରେ ପରେ କେବେ ଚର୍ଚ୍ଚା କରିବା। କାରଣ ବିଷକନ୍ୟା ଉପରେ ମୁଁ ଗୋଟେ ସ୍ପେଶାଲାଇଜ୍ ପେପର ଲେଖିଥିଲି, ଯେଉଁଥିପାଇଁ ମୁଁ ଭଲ ପେମେଣ୍ଟ ବି ପାଇଥିଲି ମଡର୍ଣ୍ଣ ଆଷ୍ଟ୍ରୋଲୋଜିରେ। ଆଉ ଯେଉଁଟାକି ବୋଧେ ଗୋଟିଏ କପି ମଡର୍ଣ୍ଣ ଆଷ୍ଟ୍ରୋଲୋଜିର ଯେଉଁଟାକି ଅନଲାଇନ୍ ରିଲିଜ୍ ହେଇଥିଲା ଡ୍ୟୁରିଂ କରୋନା ପ୍ୟାଣ୍ଡେମିକ୍। ହଉ, ତ କହିବାର ଉଦ୍ଦେଶ୍ୟ ଥିଲା ସ୍ତ୍ରୀ ଜାତକ। ଗୋଟେ ସ୍ତ୍ରୀର ଜାତକ ଦେଖିକି ତାର କେମିତି ସମୟ ଚାଲିଛି ଆପଣ କହିପାରିବେ ନାହିଁ। ମୁଁ ତ ରିପିଟ୍ କରି କହୁଛି, ଗୋଟେ ସ୍ତ୍ରୀର ଜାତକ ଦେଖିକି ତାର କେମିତି ସମୟ ଚାଲିଛି ଆପଣ କହିପାରିବେ ନାହିଁ। କାହିଁକି? ଜଣେ ଭଦ୍ର ଦମ୍ପତି ମୋ ପାଖକୁ ଆସିଥିଲେ, ତାଙ୍କ ହଜବେଣ୍ଡଙ୍କ ଜାତକ ଦେଖି ମୁଁ କହିଲି ନାହିଁ ଭଲ ନାହିଁ, କିନ୍ତୁ ସ୍ତ୍ରୀର ଭଲ ଚାଲିଛି। ମୁଁ କହିଲି ଆପଣଙ୍କର ଭଲ ଚାଲିଛି? ସେ କହିଲେ ଆଜ୍ଞା ମୋର କ'ଣ ଭଲ ଚାଲିବ, ମୋ ସଂସାର, ମୋର ସ୍ୱାମୀ, ପିଲା ଛୁଆ, ଆଉ ସେମାନଙ୍କର ତ ଭଲ ଚାଲିନି, ଆଉ ମୋର କ'ଣ ଭଲ ଚାଲିବ। ସେ ଲୋକଟି ଏତେ ଅସୁବିଧା ଭିତରେ ସ୍ୱାମୀଙ୍କର, ସେ ଲୋକଟି ଷ୍ଟ୍ରଙ୍ଗରେ ଠିଆ ହେଇଛନ୍ତି, ତାଙ୍କୁ ସାହାଯ୍ୟ କରିପାରୁଛନ୍ତି। ଏଇ ସ୍ୱାମୀ 2 ମାସ ପଡ଼ିଲା ଭିତରେ ତାଙ୍କୁ ଥରେଟେ ବି ଥଣ୍ଡା କି କାଶ ହେଇନି। ସିଏ କିନ୍ତୁ ସେଇଟା ଆଉ ଦେଖୁନାହାନ୍ତି। ସେ ଦେଖୁଛନ୍ତି ଯେ ମୋର ସ୍ତ୍ରୀ ପିଲା ଛୁଆ ହେଲେ, ମୋର ସ୍ୱାମୀ ପିଲା ଛୁଆ ତ ସବୁ, ଆଉ ମୋ ଜାତକ ଆଉ କ'ଣ ଭଲ ଚାଲିବ। ଦେଖନ୍ତୁ, ଯଦି ଏଇଠି ଗୋଟେ ସ୍ୱାମୀର ଜାତକ ନିଆଯାଏ ତାହେଲେ ହୁଏତ ଜିନିଷଟା ଏତେ ରିପ୍ଲିକେଟିଭ୍ ହେବନି। ଏଇଥିଲାଗି ମୁଁ ସବୁବେଳେ କୁହେ ଯେ ଯାହା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା। ତେଣୁ ଗୋଟେ ସ୍ତ୍ରୀଟେ କିନ୍ତୁ ଭାବୁଛି ଯେ ନାଇଁ ମୋର ଭାଇଟା ଦେହ ଭଲ ନାହିଁ, ମୋର ସ୍ୱାମୀ ଦେହଟି ଭଲ ନାହିଁ, କି ମୋର, ତେଣୁ ଗୋଟେ ସ୍ତ୍ରୀ ଜାତକ ଦେଖିକି ତାର ଭଲ ସମୟ କି ଖରାପ ସମୟ ଆପଣ କହିପାରିବେ ନାହିଁ। ମୁଁ ସେ ଇଣ୍ଡିପେଣ୍ଡେଣ୍ଟ ଲେଡ଼ିଙ୍କ ବିଷୟରେ କହୁନାହିଁ, ଯେମିତି ଆମର ମୁଁ ପାଠ ପଢ଼ିଲା ବେଳେ ଜାଭିୟର୍ସରେ ଜଣେ ବହୁତ ଭଲ ଲେଡ଼ି ଏଣ୍ଟରପ୍ରିନ୍ୟୁର ଆସିଥିଲେ, ବିନିତା ବାଲି, ଯିଏକି ବ୍ରିଟାନିଆର MD ଥିଲେ ସେତେବେଳେ। ତ ସେଭଳିଆ ଲେଡ଼ିଙ୍କ କଥା କହୁନି, ଯେଉଁମାନେ କମ୍ପ୍ଲିଟଲି ଇଣ୍ଡିପେଣ୍ଡେଣ୍ଟ, ନା ତାଙ୍କର ଫ୍ୟାମିଲି ସହିତ ଲିଙ୍କ ଅଛି, ସେମାନେ ତାଙ୍କ ନିଜର କ୍ୟାରିୟର ଅଛି। ଗୋଟେ ସାମାନ୍ୟ ଗୃହିଣୀଟିଏ, ତା ଜାତକରେ ଭଲ ମନ୍ଦ ତା ପରିବାର ନେଇ ଡିପେଣ୍ଡ କରେ। ତେଣୁ ଆପଣ ସବୁବେଳେ ଅନ୍ୟ ଗୁଡ଼ା ଜାତକ ଦେଖିବେ। ଯେ ସେ ପଚାରିବ ଯେ ମୋ ସ୍ୱାମୀ ଜାତକ ଦେଖିବେ, ସ୍ତ୍ରୀ ଜାତକରେ ଦଶାଟା ଏତେ ଇମ୍ପୋର୍ଟାନ୍ସ ଫିଲ୍ କରୁନାହିଁ। ଯେଉଁଠିକି ସ୍ୱାମୀ ଜାତକରେ ସବୁ ଦେଖିବାକୁ ପଡ଼ିବ। ଆପଣ ତାର ବିଜନେସ୍ କେମିତି ହେଉନି, କାମ ହେଉନି, ଇତ୍ୟାଦି ଇତ୍ୟାଦି। ପିଲା ଜାତକଟା ଆପଣ ଇଣ୍ଡିପେଣ୍ଡେଣ୍ଟ ଦେଖିପାରନ୍ତି। ଗୋଟେ ଟ୍ରିକ୍ ଜିନିଷ, ଆପଣ ଗୋଟେ ସ୍ତ୍ରୀ ଜାତକଟାକୁ ଦେଖିବେ, ଯଦି ଭଲ ଚାଲିଥିବ ଭୁସ୍କି କହିଦେବେନି ଖରାପ ହେଇଥାଇପାରେ, ନହେଲେ ସେ ଆପଣଙ୍କ ପାଖକୁ ଜାତକ ନେଇକି ଆସିନଥାନ୍ତା। ସେ ମୋ ଜାତକ ଟିକେ ଦେଖନ୍ତୁ ଆଜ୍ଞା, ପିଲା ଦେହଟା କାହିଁକି ଖରାପ ହେଉଛି। ଗୋଟେ ସ୍ତ୍ରୀ ଜାତକ ଇଜ୍ ସବଜେକ୍ଟିଭ୍ ଟୁ ସ୍ୱାମୀ ଆଉ ପିଲାପିଲି ଗଲା। ସ୍ତ୍ରୀ ଜାତକ ଉପରେ ଗୋଟେ ବହି ଲେଖିଛନ୍ତି ଡକ୍ଟର ରମନ, ଯିଏକି ମଡର୍ଣ୍ଣ ଆଷ୍ଟ୍ରୋଲୋଜିର ଫାଦର, ତାଙ୍କର ଗ୍ରାଣ୍ଡଫାଦର।
जे प्रोफेसर सूर्य नारायण राव बोली स्त्री जातक जोटा कि बहुत कंट्रोवर्सी होता किंतु स्त्री जातक आम ज्योतिष स्त्री मान लक्षण टाक बेसिकाली डिमोलिश कर रखाई दुखर सहित कहूँ पड़ू इभन महर्षि पराशर भी लिखिं जे मंगल दोषटा स्त्री मानकर देख स्वामी मरीज विडो बा विधवा मानक आम सोसाइटी को भाया ट्रिटमेंट करा जाउथिला थैंक्स टू डॉक्टर आंबेडकर सेटा आपण मान देखिथिबे बा देखिथिबा कथा तो कहबेनी आपण माने जानिथिबे थैंक्स टू राजा राममोहन रॉय जे गोटे स्त्री ता हजबैंड चली गला परे ता स्वामी पाखे रही चली जो सही परिस्थिति रे हम ज्योतिषटा बोध लेखा होता जे स्त्री मानक एत उच्च कोटीर दर्जा दिगला ना जो जोगटा मंगल दोषटा जो स्त्री रोचे पुरुषर कहीं हेनी क्योंकि आम शास्त्र लिखा जाए ना मु आप्लाय करुच्ची आजिका डेट समस्त आप्लाय कर मांगली गोटे पुअरे भी देख तापरे गायत्री देवी वासुदेव कर्णाटक रे गोटे भल प्रेजेंटेशन देइथिले जे जोग गुड़ा जेंडर स्पेसिफिक नुहे काल सर्प दोष जोटा कि मारी खायापी बढ़िया सुविधा है पाट रखबार काल सर्प लगिगला मैंने सब सरीगला बर्तमान आउ कि हबार ना आपण मैंने पूजा करूँ ये करूँ सरीगला ज्योतिष मान पकेट गरम करने गोटे बढ़िया बाट से भाया मंगल दोष लगला हजबैंड चली जाओ हजबैंड जब मंगल दोष लगुच वाइफ चली जाटा देखा ना स्त्री जातकटा ये लिखाई आम ज्योतिष शास्त्र मु महर्षि पराशर को भी लिटिल करूना ठीक कि भूल किसी कहूना आपण आगे रिप्रेजेंट करूँ सिचुएशनटा कौन मु ठीक कि भूल कह किए गोटे स्त्री जातक जब ये मोल रहा मोल माने कौन कला जाए ताले या असुविधा हवा गोटे पुरुषर विश्वकन्या जोग को टिके जिबा विश्वकन्या जोगटा लेखा है बहुत क्लासिक्स रे एवं सेटा कहवा द्वारा हुए तो बहुत लोग जानी ना ना यहाँ गोटे प्रोक्सी मंगल दोष भाया काम करे जदि गोटे स्त्रीर किसी प्लानेटरी कॉम्बिनेशन जहाँ भी गोटे थाउ ना कहीं से इम्पोर्टेंट नुहे से कौ दिन जन्म हो गोटे नक्षत्र गोटे तिथि आ गोटे बार जमी पुष्कर दोष लगला भाया जब 3टा दिन मैच कर गोटे स्त्रीटा जन्म हो जाए भावी नियंतु भद्रा तिथि गुड़ा कौटा द्वितीय 7 द्वादशी 2 रे 5 मिसला 7 7 रे 5 मिसला 12 तो द्वितीय सप्तमी एवं द्वादशी तिथि कहला भद्रा तिथि भद्रा तिथि रे आपणकर कौन उत्तराषाढ़ा नक्षत्र रे एवं गुरुवार दिन जब जन्म है मुझे एग्जांपल दूसरी डिटेल जानापी मोर वेबसाइट को जाए पेपरटा डाउनलोड करदेवी ताले से विश्वकन्या नाम रे परिचित हम विश्वकन्या माने जहाँ बाहा से मारदेव ना नहीं से विश्वकन्या कहूनी ता जीवन में से प्रोग्रेस करें किसी कमर्शियल एस्ट्रोलॉजी माड़ी बस बर्तमान धरिए कहे आम झील मैंने जातक विश्वकन्या देखो पैसा रोजगार कर यही जोगटा कौन गोटे पुरुष एप्लिकेबल नुहे कि जे विश्वकन्यार हजबैंड चली से दरिद्रतार सम्मुखीन हम क्या पुरुष मान स्त्री चली जावाटा से इक्वाल डिमाइज माने ग्रीफुल नुहे इक्वाल दुखद नुहे तेणु स्त्री जातकटा गोटे एमती लिखाई जाए मैंने प्रोफेसर सूर्यनारायण राव जो बहीटा स्त्री जातक लिखिं सेटा को के.एन. राव नुहे बहुत अथर क्रिटिसाइज भी करछन्ती कारण से गोटे बहुत गुड़े माने जोड़ा न लिखा कथा लिखिदे माने इवन गोटे स्त्री मानकर माने से केमिति बंचे केमिति चलिए से रजन निवृत्ति पर्यंत आरंभ कर सब जिन तेनाली कंट्रोवर्शियल बुक होगा तेणु ज्योतिष शास्त्र रे भी स्त्री मानू हॉरोस्कोपटा गोटे डिफरेंटली देखा कहुए जोटा कि इक्वाल टू मेल नाला शास्त्र अनुसार तो ना
ମୋ ଭଳିଆ ଜ୍ୟୋତିଷ ତ ଇକ୍ୱାଲ୍ ମାନୁଛନ୍ତି। ମୋ ଭଳିଆ ଥିବା ଅନ୍ୟ ପଢ଼ାପଢ଼ି ଜ୍ୟୋତିଷ ସମସ୍ତେ ବର୍ତ୍ତମାନ ମଙ୍ଗଳ ଦୋଷଟାକୁ ଦିଆଡ଼ୁଆ ଦେଖୁଛନ୍ତି। ନାଁଟା ତ ବିଷକନ୍ୟା ବିଷୟରେ କେହି ଜାଣିନାହାନ୍ତି, କିନ୍ତୁ ବିଷକନ୍ୟା ଦୋଷଟା ସ୍ପେସିଫିକାଲି ମୁଁ ସେଇଟା ଲେଖିଥିଲି ବୋଲି ଗାୟତ୍ରୀ ଦେଇ ସ୍ପେସିଫିକାଲି ସେଇଟା ପ୍ରେଜେଣ୍ଟ କରିଥିଲେ ବିଷକନ୍ୟା ଦୋଷ, ଯେ ଏଇଟା ନୁହେଁ, ଜେଣ୍ଡର ସ୍ପେସିଫିକ୍ ହେବା ଉଚିତ ନୁହେଁ। ସେଇ ସମାନ କମ୍ବିନେସନ୍ ଯଦି ଗୋଟେ ରହିବ ପୁରୁଷର ବି, ସେ ବି ହେବ। ତେଣୁ ସ୍ତ୍ରୀ ଜାତକ ହିସାବରେ ମଙ୍ଗଳ ଦୋଷ ଭୁଲ, ସ୍ତ୍ରୀ ଜାତକ ହିସାବରେ ବିଷକନ୍ୟା ଦୋଷ ଭୁଲ, ଯେଉଁଠିକି ବାସ୍ତବରେ ଗୋଟେ ସ୍ତ୍ରୀ ତାର ପରିବାରକୁ ନେଇକି ଚଳୁଛି। ସେଠି ସ୍ତ୍ରୀ ଜାତକଟାକୁ ଦେଖିଦେଇକି ଆପଣ ଭଲ ମନ୍ଦ କହିଦେବାଟା କିଛି ମାତ୍ରାରେ ଭୁଲ। ଆପଣ ତା ସ୍ୱାମୀ ଜାତକ ଦେଖିକି, ପିଲା ଜାତକ ଦେଖିକି ସ୍ତ୍ରୀ ଜାତକଟାକୁ କହିବେ। ତେଣୁ ଇଏ କିଛି ବିଡ଼ମ୍ବନା ରହିଛି ଜ୍ୟୋତିଷ ଶାସ୍ତ୍ରରେ, ଯେଉଁଟାକି ମୋର ହିଁ ଡ୍ୟୁଟି ଆପଣମାନଙ୍କୁ କହିବା। ଆଉ କେଉଁ ପୁରାଣ ଉପନିଷଦରେ କ'ଣ ଲେଖା ହେଇଛି ମୁଁ ତ ଜାଣିନି। ମୁଁ ସମ୍ପୂର୍ଣ୍ଣ ରୂପେ ବୃହତ୍ ପରାଶର ହୋରାଶାସ୍ତ୍ର, ଯେଉଁଟାକି ଜ୍ୟୋତିଷର ଶ୍ରୀମଦ ଭଗବତ ଗୀତା କହିଲେ ଚଳେ। ଯେମିତି ଇଂଲିଶରେ କୁହାଯାଏ ଦିସ୍ ଇଜ୍ ଦ ବାଇବେଲ୍ ଫର୍ ହିନ୍ଦୁ ଆଷ୍ଟ୍ରୋଲୋଜି। ସେଟା ଛାଡ଼ନ୍ତୁ, ଖ୍ରୀଷ୍ଟିଆନ ମାନେ ବାଇବେଲ୍ କହିବେ, ଆମେ ଏଇଟା ବେଦ କୁହନ୍ତୁ, ଶ୍ରୀମଦ ଭଗବତ ଗୀତା କୁହନ୍ତୁ। ସେଥିରେ ବି ସ୍ତ୍ରୀ ଜାତକକୁ ଏମିତି ଟିକେ ପାର୍ସିଆଲ ହେଇକି ଜଜ୍ କରାଯାଇଛି, ଯେଉଁଟାକି ଆଜିକା ଡେଟ୍ରେ ପାର୍ସିଆଲ ହେଇକି ରହିବା କିଛି ଦରକାର ନାହିଁ। ମଙ୍ଗଳ ଦୋଷ ହଉ ବିଷକନ୍ୟା ଦୋଷ ହଉ, ସେ ସମାନ ପଭର୍ଟି ଆସିବ ବିଷକନ୍ୟା ଯୋଗ ଯଦି ଗୋଟେ ପୁରୁଷ ଉପରେ ଆପ୍ଲାଏ ହେଉଥିବ। ତେଣୁ ଶାସ୍ତ୍ରରେ ଲେଖାଯାଇଥିବା ସ୍ତ୍ରୀ ଜାତକଟି ଟିକେ ପାର୍ସିଆଲ ଅଛି। ସେଟାକୁ ଆଉ ଆଜିକା ଡେଟ୍ରେ ମୋ ଭଳିଆ ପାଠ ପଢ଼ିଥିବା ଜ୍ୟୋତିଷମାନେ ତ ପାର୍ସିଆଲ କରୁନାହାନ୍ତି। ଆଉ ଦୁଇଟା ଆଡ଼ୁ ଆପ୍ଲାଏ ହେଉଛି। ଆଉ ବି ଗୋଟେ ପ୍ରାକ୍ଟିସନାଲ ଇନଷ୍ଟ୍ରକ୍ସନ୍, ସ୍ତ୍ରୀମାନଙ୍କର ଜାତକ ଯେତେବେଳେ ଦେଖୁଛନ୍ତି, ଇଭେନ୍ ପଞ୍ଚମ ଅଧିପତି ଦଶା ଚାଲିଥିଲେ ବି ଅନ୍ୟ ଗୋଟେ କାହା ଯଦି ଦେହ ଖରାପ ଥିବ, ସେ ସେଥିରେ ହାପି ହେବେନି। ତେଣୁ ଆପଣ ଟିକେ ପରିବାର ଜାତକ ଦେଖିକି ଗୋଟେ ସ୍ତ୍ରୀ ଜାତକଟାକୁ ଦେଖିବେ। ସେ ବି ଗୋଟେ ମଡ଼ର୍ଣ୍ଣ ନୁହେଁ, ଗୋଟେ ପ୍ରାକ୍ଟିସନାଲ ଇନଷ୍ଟ୍ରକ୍ସନ୍ ମୁଁ ଆପଣଙ୍କୁ ଦେଉଛି, ଯେ ଗୋଟେ ସ୍ତ୍ରୀ ଜାତକଟାକୁ ଖାଲି ତା ଜାତକରୁ ଦେଖା ହେଉନି, ଯଦି ସେ ଜଣେ ଗୃହିଣୀ ହେଇଛନ୍ତି ତ। ହଉ, କୌଣସି ଗ୍ରନ୍ଥକୁ ବିଲିଟିଲ୍ କରିବା, ଜ୍ୟୋତିଷର ଯେଉଁ ଜିନିଷ ଲେଖା ହେଇଛି ସେଟା ଠିକ୍ କି ଭୁଲ ତା ବିଷୟରେ କିଛି କହିବା ନାହିଁ। ଯାହା ସେଠି ଲେଖା ହେଇଛି ମୁଁ ଆପଣଙ୍କ ଆଗରେ ପ୍ରେଜେଣ୍ଟ କଲି। ବହୁତ ମୁଁ ଖୁସି କି ଆଜିକା ଡେଟ୍ରେ ଆଉ ସେଇଟା ନାହିଁ। ସେ ହୁଏ ଯେ ଶାସ୍ତ୍ରରେ ଗୋଟେ ଜିନିଷ ଲେଖା ହେଇଛି, କିନ୍ତୁ ବାସ୍ତବରେ ହୁଏ ଆଉ ଗୋଟେ ଜିନିଷ। ତେଣୁ ହେଉଥିଲା ଆମର ଶିବ ସତୀଙ୍କ ଏକ୍ଜାମ୍ପଲ୍ ଯଦି ନେବା, ଶିବଙ୍କୁ ଯଦି ଅପମାନ କରାହେଲା ତ ଦକ୍ଷ ପ୍ରଜାପତି ନିଜ ଝିଅ ନିଜ ବାପା ନିଜେ ହିଁ ପଡ଼ିଲେ ଯଜ୍ଞ କୁଣ୍ଡ। ଆଜିକା ଡେଟ୍ରେ ତ ସ୍ତ୍ରୀମାନେ ସ୍ୱାମୀମାନଙ୍କୁ କାଠକଡ଼ା ଟାଣିଲେଣି ଡିଭୋର୍ସ କେସ୍ରେ। ତ ସିଚୁଏସନ୍ ଯାହା ଶାସ୍ତ୍ର ଲେଖା ଏଇଟା ପ୍ରେଜେଣ୍ଟ ନାହିଁ, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଯାହା ଏତିକି ଯେ ଶାସ୍ତ୍ର ଲେଖାଯାଇଥିବା ଜିନିଷଟା ପ୍ରେଜେଣ୍ଟ ମିଲ୍ୟୁରେ, ପ୍ରେଜେଣ୍ଟ ଆଜିକା ଦରରେ ସେଇଟା ଚେଞ୍ଜ ହେଉଛି। କ୍ଷମା କରିବେ, ମଝିରେ ମଝିରେ ହିନ୍ଦୀ ଆଉ ଇଂଲିଶ ଟିକେ ଟିକେ ହେଇଯାଉଛି, କାରଣ ମୁଁ ତିନିଟା ଭାଷାଟାକୁ ମାଷ୍ଟରି କରିକି ରଖିଛି, ଓଡ଼ିଆ ହିନ୍ଦୀ ଇଂଲିଶ, ସେ ଟିକେ ଟିକେ ମିଶି ଯାଉଛି। ସେଥିପାଇଁ ମୋତେ ନିଶ୍ଚିତ ଆପଣ ମୁଁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଯାହା କହୁଛି ଟିକେ ବୁଝିବାକୁ ଆପଣ ଚେଷ୍ଟା କରନ୍ତୁ। ହଉ, ଆଜି ପାଇଁ ଏତିକି। ଆଶା କରେ ସ୍ତ୍ରୀ ଜାତକ ସମ୍ବନ୍ଧରେ ଆପଣ କିଛି ଜାଣିପାରିଥିବେ। ଯଦି ଭିଡ଼ିଓଟି ଭଲ ଲାଗେ ଲାଇକ୍ କରିବେ, ଯଦି ଖରାପ ଲାଗେ ଡିସଲାଇକ୍ କରିବେ। କି ଯଦି ଭ୍ୟାଲୁଏବୁଲ୍ କମେଣ୍ଟ ଅଛି ଲେଖିବେ, ଜାତକ ଦେଖାଇବା ପାଇଁ, କାରଣ ମୁଁ ଜାତକ ଦେଖିବାକୁ ଚାହୁଁଛି କରିବା ପାଇଁ, ଆପଣ ନିଜ ଜାତକଟାକୁ କମେଣ୍ଟ ସେକ୍ସନରେ ଲେଖି ପକାଇବେନି। ସେଥିପାଇଁ ଆପଣ ହ୍ୱାଟ୍ସଆପ୍ କରିପାରନ୍ତି। ଯଦି ମହାଦେବ ଚାହାନ୍ତି ଖୁବ୍ ଶୀଘ୍ର ଆଉ ଗୋଟେ ଭିଡ଼ିଓ ନେଇ ଆପଣଙ୍କ ପାଖରେ ଉପସ୍ଥିତ ହେବି। ସେ ପର୍ଯ୍ୟନ୍ତ ପାଇଁ ମୋତେ ଆଜ୍ଞା ଦିଅନ୍ତୁ। ଓମ୍ ନମଃ ଶିବାୟ।